ବାଲେଶ୍ୱର ମାହେଶ୍ୱରୀ ଯୁବ ସଂଘ ଆଜି ରକ୍ଷାବନ୍ଧନ ପର୍ବକୁ ଭାରତୀୟ ରେଳ କର୍ମଚାରୀଙ୍କ ସହିତ ବିଶେଷ ଭାବରେ ପାଳନ କରିଛନ୍ତି। ସକାଳେ ସଂଘର ମହିଳା ସଦସ୍ୟମାନେ ବାଲେଶ୍ୱର ରେଲୱେ ଷ୍ଟେସନରେ ପହଞ୍ଚି ଲୋକ ପାଇଲଟ, ଗାର୍ଡ, ରେଲୱେ ପ୍ରୋଟେକ୍ସନ ଫୋର୍ସ ଏବଂ ଜିଆରପି ଯବାନମାନଙ୍କୁ ରାକ୍ଷୀ ପିନ୍ଧାଇବା ସହ ତାଙ୍କର ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ଏହି ଅବସରରେ ସଦସ୍ୟମାନେ ସେହି କର୍ମଚାରୀମାନଙ୍କର ପ୍ରଶଂସା କରି କହିଥିଲେ କି ଯେଉଁମାନେ ବର୍ଷ ସାରା ଦେଶର ରେଳ ବ୍ୟବସ୍ଥାକୁ ନିରନ୍ତର ଚାଲୁ ରଖୁଛନ୍ତି ଏବଂ ଯାତ୍ରୀମାନଙ୍କର ସୁରକ୍ଷା ଦାୟିତ୍ୱ ନିର୍ବାହ କରନ୍ତି, ସେମାନେ ନିଜ ଭାଇଙ୍କ ଠାରୁ କମ୍ ନୁହନ୍ତି। ରେଲୱେ କର୍ମଚାରୀମାନେ ଏହି ଅଦ୍ଭୁତ ଆୟୋଜନ ପ୍ରତି ଆନନ୍ଦ ପ୍ରକାଶ କରି କହିଥିଲେ, ନିଜ ପରିବାରଠାରୁ ଦୂରରେ ରହିଥିବା ସମୟରେ ଏହିପରି ପ୍ରେମ ଓ ସମ୍ମାନ ପାଇବା ଆମ ପାଇଁ ଅତ୍ୟନ୍ତ ଭାବୁକ ଓ ସ୍ମରଣୀୟ। ଖୁସି ପେରିୱାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଂଶିକା ପେରିୱାଲ, ପରୀ କର୍ଣ୍ଣାନୀ, ରୁଦ୍ଧିମା ଲଧା, ଖୁସି ରାଥି, ନୀଳିମା ବିନାନୀ ଏବଂ ଜୟା ପେରିୱାଲ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ନେତୃତ୍ୱ ଯୁବ ଅଧ୍ୟକ୍ଷ ଗୋବିନ୍ଦ ରାଥି ଓ ମୁଖ୍ୟ ସମନ୍ୱୟକ ଘନଶ୍ୟାମ କର୍ଣ୍ଣାନୀଙ୍କ ମାର୍ଗଦର୍ଶନରେ କରାଯାଇଥିଲା। ଯୁବ ସଚିବ ସୌଭାଗ୍ୟ ଭୂତଡ଼ା, କୋଷାଧ୍ୟକ୍ଷ କିଶନ ମୁନ୍ଦ୍ରା ଏବଂ ପରାମର୍ଶଦାତା ମନୋହର ପେରିୱାଲ ସକ୍ରିୟ ସହଯୋଗ କରିଥିଲେ। ଆନନ୍ଦ ପେରିୱାଲ ଏବଂ ସୌରଭ ରାଥିଙ୍କ ବିଶେଷ ଉପସ୍ଥିତି ରହିଥିଲା।